ଦର୍ଶକ ବନ୍ଧୁ ଆଜି ସୁନା ରୂପା ଦର ବଡ଼ ହଲଚଲ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଆପଣମାନେ ସୁନା କିଣିବେ କି ନାହିଁ, କେଉଁ ସମୟରେ କିଣିବେ, ସୁନା ଦର କେତେ, ରୂପା ଦର କେତେ, ଆପଣମାନେ କେବେ ଲାଭବାନ ହେବେ, ସବୁକିଛି ଭିଡ଼ିଓଟିକୁ ଦେଖନ୍ତୁ। ଇରାନ ଇସ୍ରାଏଲ ଯୁଦ୍ଧ କାରଣରୁ ଆସନ୍ତା ସପ୍ତାହରେ ସୁନା ଓ ରୂପା ଦରର ବଡ଼ ଧରଣର ହଲଚଲ ଦେଖିବାକୁ ମିଳିବ। ଜାଣିବା ଶେଷରେ ସୁନା ଏବଂ ରୂପା ଦର କେତେ ମହଙ୍ଗା ହେବ। ସବୁଠାରୁ ବଡ଼ କଥା ହେଉଛି ଯେ ଆପଣ ଯଦି ଏହି ସମୟରେ ସୁନା କିଣୁଛନ୍ତି, ଆପଣମାନେ ଥରେ ଚିନ୍ତା କରନ୍ତୁ ସୁନା ଦର କେତେ ହେଲେ ଆପଣମାନେ କିଣିବେ। ଏବେ ବିବାହ ଚାଲିଛି, ବ୍ରତଘର ଚାଲିଛି, ଏହି ସମୟରେ ଆପଣମାନେ ସୁନା କିଣିବେ ନା ଆଗକୁ କିଣିବେ, କେବେ କିଣିବେ ସେ ନେଇକି ମଧ୍ୟ ଆପଣମାନେ ଜାଣି ରଖନ୍ତୁ। କାହିଁକି ନା ସୁନା ଆଗକୁ କଣ ହେବା ପାଇଁ ଯାଉଛି। ତେବେ ଏବେ ଯେହେତୁ ଯୁଦ୍ଧ ଚାଲିଛି, ସୁନା ଏବଂ ରୂପା ଦରରେ ବଡ଼ ଧରଣର ପରିବର୍ତ୍ତନ ଆସିବା ପାଇଁ ଯାଉଛି। 18 କ୍ୟାରେଟ, 22 କ୍ୟାରେଟ ଏବଂ 24 କ୍ୟାରେଟ ସୁନାର ଦାମ କଣ ରହିଛି, ସୁନା ରୂପା ଦର କେତେ ତଳକୁ ଯାଇପାରେ ଆଉ କେତେ ଉପରକୁ ଯାଇପାରେ, ସମ୍ପୂର୍ଣ୍ଣ ବିବରଣୀ ଆପଣ ଏହି ଚ୍ୟାନେଲରେ ଦେଖିବେ। ଯଦି ଏହି ଚ୍ୟାନେଲରେ ଆପଣମାନେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, ଯାହାଫଳରେ ପ୍ରତ୍ୟେକ ଦିନ ଆପଣ ସୁନା ରୂପାର ଦର ମଧ୍ୟ ଜାଣିପାରିବେ। ତେବେ ଆଗକୁ ବଢିବା ଆପଣଙ୍କୁ ଗୋଟିଏ ମଧ୍ୟ ପ୍ରଶ୍ନ ପଚରା ଯାଉଛି, ଆପଣଙ୍କ ହିସାବରେ ବଜାରରେ ସୁନାର ସଠିକ ଦାମ କେତେ ହେବା ଉଚିତ? ନିଶ୍ଚିନ୍ତ ତଳେ ଗୋଟେ ଆପଣଙ୍କର ମତାମତ ଦେବେ। ଆଉ ଯଦି ଏପର୍ଯ୍ୟନ୍ତ ଆପଣ ଆମ ଭିଡ଼ିଓକୁ ଲାଇକ୍ କରିନାହାନ୍ତି ଲାଇକ୍ କରିଦିଅନ୍ତୁ। ଆଉ ସୁନାର ଦର ରୂପା ଦର ଜାଣିବା ପାଇଁ ହେଲେ ଭିଡ଼ିଓଟିକୁ ମଧ୍ୟ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତେବେ ଚାଲନ୍ତୁ ଜାଣିବା ଆଜି ଦିନରେ ସୁନା ଏବଂ ରୂପାର ତାଜା ରେଟ୍ କଣ ଚାଲିଛି। ଭାରତୀୟ ବଜାର ଅନୁସାରେ ଆଜି ରୂପାର ତାଜା ରେଟ୍ କଣ ଅଛି। ତେବେ ଆଜି 1 ଗ୍ରାମ ରୂପାର ଦାମ ଅଛି 280 ଟଙ୍କା। ସେହିଭଳି 8 ଗ୍ରାମ ରୂପାର ଦାମ ଅଛି 2240 ଟଙ୍କା, 2240 ଟଙ୍କା। 10 ଗ୍ରାମ ରୂପାର ଦାମ ଅଛି 2800 ଟଙ୍କା। ଆଉ 100 ଗ୍ରାମ ରୂପାର ଦାମ ଅଛି 28,000 ଟଙ୍କା। ତେବେ ଆଜି 1 କିଲୋଗ୍ରାମ ରୂପାର ଦାମ ଅଛି 2,80,000 ଟଙ୍କା। ଏହି ସପ୍ତାହରେ ବଡ଼ ବୃଦ୍ଧି ପରେ ଆସନ୍ତା ସପ୍ତାହରେ ମଧ୍ୟ ସୁନା ରୂପା ଦର ବଡ଼ ତେଜି ହେବା ପାଇଁ ମିଳୁଛି। କାରଣ ଇରାନ ଇସ୍ରାଏଲ ଯୁଦ୍ଧ ଆରମ୍ଭ ହୋଇଯାଇଛି, ମିସାଇଲ ମାଡ଼ ମଧ୍ୟ ହୋଇଛି, ଯାହାଫଳରେ ସୁନା ରୂପା ଦର ବଡ଼ ହଲଚଲ ଦେଖିବାକୁ ମିଳିବ। ଏବଂ ଆଉ ଥରେ ଆନ୍ତର୍ଜାତୀୟ ବଜାରରେ ରୂପାର ଦାମ ପାଖାପାଖି $100 ପାଖାପାଖି ପହଞ୍ଚି ସାରିଛି। ତେବେ ଏବେ ଜାଣିବା ଆଗକୁ କଣ ଅଛି। ବରିଷ୍ଠ ବିଶେଷଜ୍ଞଙ୍କ ଅନୁସାରେ ଆଗାମୀ ଦିନରେ ସୁନା ରୂପା ଶସ୍ତା ହେବ କି ମହଙ୍ଗା ହେବ, ସାରା ବିଶ୍ୱ ନଜର ପଡ଼ିଛି। ବିଶେଷ କରି ୟୁନାଇଟେଡ୍ ଷ୍ଟେଟ୍ ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଦେଇଛି। ଯେମିତିକି ଏହି ଖବର ଆସିଲା ଆନ୍ତର୍ଜାତୀୟ ବଜାରରେ ସୁନା ରୂପା ଦର ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଲା। ରାତାରାତି ଗୋଲ୍ଡ ଜୋରଦାର ମୁଭମେଣ୍ଟ ଆସିଲା ଏବଂ ସିଲଭର ମଜବୁତ ତେଜି ଉଠିଲା। ପ୍ରଶ୍ନ ଉଠୁଛି ଶେଷରେ ଏତେ ସମୟ ଧରି ତିଷ୍ଠି ରହିବ ନା ତଳକୁ ଆସିବ, ନା ସୁନା ଦର ଆହୁରି ଉପରକୁ ଯିବ। ତେବେ ଏହି ସପ୍ତାହରେ ମଧ୍ୟ ଆମେମାନେ ଜାଣିବା ସୁନା ରୂପାର କାରଣ କଣ, ବଢିବାର କାରଣ କଣ। ବିଶ୍ୱ ଆଶା କରୁଥିଲା ଯେ ଯେତେବେଳେ ମିଟିଂର କୌଣସି ଫଳାଫଳ ବାହାରିଲାନି, ହଠାତ୍ ଆକ୍ରମଣ ହେଲା ଏବଂ ଯୁଦ୍ଧ ଚାଲିଲା, ହଠାତ୍ ସୁନା ମଧ୍ୟ ଦର ବଢି ଚାଲିଲା। ଯେଉଁମାନେ ସୁନା କିଣିକି ରଖିଛନ୍ତି ତାଙ୍କ ପାଇଁ ଖୁସି ଖବର, ଯେଉଁମାନେ କିଣିବା ପାଇଁ ଯାଉଛନ୍ତି ଆପଣମାନେ ଜାଣି ରଖନ୍ତୁ ମାର୍କେଟରେ ଗୋଲ୍ଡର ଏବେ $5,300 ପାଖାପାଖି ପହଞ୍ଚିଲାଣି। ଏହି ସ୍ତର ବହୁତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଯଦି ଏଠାରେ ଆଗକୁ $5,450 ରୁ 5,500 ପର୍ଯ୍ୟନ୍ତ ସମ୍ଭାବନା ମଧ୍ୟ ଅଛି, ତାହା ମଧ୍ୟ ଏଡ଼ାଇ ନେଇଯାଇପାରେ। ତେବେ ବର୍ତ୍ତମାନ ଭାରତୀୟ ବଜାରରେ ସୁନାର ଦର କେତେ ରହିଛି ସେ ବିଷୟରେ ଆମେମାନେ ଜାଣିବା। ଭାରତୀୟ ବଜାର କହିବା ଅନୁସାରେ ଏମସିଏକ୍ସ ସୁନା ଜୋରଦାର ମଜବୁତ ଦେଖାଯାଇଛି। ଯେ ପର୍ଯ୍ୟନ୍ତ 1,55,000 ଆଖପାଖରେ ସପୋର୍ଟ ଭାଙ୍ଗି ନାହିଁ, ସେ ପର୍ଯ୍ୟନ୍ତ ଟ୍ରେଣ୍ଡକୁ ପଜିଟିଭ ଭଳି ଧରାଯାଏ, ମାନେ ସୁନା ଉପରକୁ ବଢିବ ବୋଲି କୁହାଯାଉଛି। ବଜାର ଏହି ପର୍ଯ୍ୟନ୍ତ ଆଲୋଚନା ହୋଇଲାଣି, କିନ୍ତୁ ବର୍ତ୍ତମାନ ଆମେ ଜାଣିବା ଭାରତରେ ରିଟେଲ ଏବଂ ନିବେଶକ ଭୟରେ ଅଛନ୍ତି। ଲୋଭରେ ଆସି ଚଢା ଦାମରେ ଯଦି ଆପଣମାନେ ସୁନା କିଣିଦେବେ, ହଠାତ୍ ସୁନା ଦର ଯଦି ହ୍ରାସ ହେବ, ତାହେଲେ ଆପଣଙ୍କର ସବୁ କିଛି ମଧ୍ୟ ଲସ୍ ହୋଇଯିବ। ତେବେ ଫୋମୋ ଅର୍ଥାତ୍ ଭୟ କାରଣରୁ ଆପଣମାନେ ସୁନା ଦର ବା ରୂପା କିଣିବା ପାଇଁ ଭାବୁଛନ୍ତି, ଟିକେ ଅପେକ୍ଷା କରନ୍ତୁ। ଗୋଟିଏ ସପ୍ତାହ ତ ଆପଣଙ୍କୁ ଅପେକ୍ଷା କରିବା ପାଇଁ ପଡିବ। ତେବେ ଚାଲନ୍ତୁ ଜାଣିବା ଭାରତୀୟ ବଜାରରେ ସୁନାର ଦର କେତେ ରହିଛି। 18 କ୍ୟାରେଟ ସୁନାର ତାଜା ଦର କେତେ ରହିଛି ପ୍ରଥମେ ଜାଣିବା। 1 ଗ୍ରାମ ସୁନାର ଦର ରହିଛି 13,200 ଟଙ୍କା, ଯୋଉଟା 18 କ୍ୟାରେଟର। 8 ଗ୍ରାମର ରହିଛି 1,05,600 ଟଙ୍କା,
10 ଗ୍ରାମର ରହିଛି 1,32,000 ଆଉ 100 ଗ୍ରାମର ରହିଛି 13,20,000। ଏଇଟା 18 କ୍ୟାରେଟ ସୁନାର ଦର। ତେବେ ଏବେ କୁହାଯାଉଛି ଯେ ଇଟିଏଫ୍ ଜରିଆରେ ଧୀରେ ଧୀରେ ନିବେଶ ବୃଦ୍ଧି ମାନର କାମ ହୋଇପାରେ। ଯଦି ଆପଣ ସର୍ଟ ଟର୍ମ ଟ୍ରେଡର ତେବେ ଆପଣ ଷ୍ଟପ୍ ଲସ୍ ପୋଜିସନ ସାଇଜିଂ ଧ୍ୟାନ ରଖିବା ଅତ୍ୟନ୍ତ ଜରୁରୀ। ବଜାରରେ ସୁଯୋଗ ନିଶ୍ଚୟ ଅଛି, ବିନା ରଣନୀତିରେ ପାଦ ପକାଇବା ବିପଜ୍ଜନକ ମଧ୍ୟ ହୋଇପାରେ। ଆପଣମାନେ ଯଦି ସୁନାରେ ଇନଭେଷ୍ଟମେଣ୍ଟ କରୁଛନ୍ତି ଜାଣି ରଖନ୍ତୁ। ତେବେ ଚାଲନ୍ତୁ ଜାଣିବା 22 କ୍ୟାରେଟର ସୁନାର ଦର କେତେ। 1 ଗ୍ରାମ ସୁନାର ଦର ରହିଛି 15,600, 8 ଗ୍ରାମର ରହିଛି 1,24,800, 10 ଗ୍ରାମର ରହିଛି 1,56,000 ଏବଂ 100 ଗ୍ରାମର ରହିଛି 15,60,000। ଏପର୍ଯ୍ୟନ୍ତ ମଧ୍ୟ ସୁନାର ଦର ଆଗକୁ ବଢିପାରେ, କାରଣ ଇସ୍ରାଏଲ ଇରାନ ମଧ୍ୟରେ କ୍ରମାଗତ ଭାବେ ଆହୁରି ଯୁଦ୍ଧ ଚାଲିବ, ଯାହାଫଳରେ ଆସନ୍ତା ସପ୍ତାହରେ ବଡ଼ ହ୍ରାସ ବା ବଡ଼ ବୃଦ୍ଧି ଦେଖିବାକୁ ମିଳିପାରେ। ତେବେ ଚାଲନ୍ତୁ ଜାଣିବା 24 କ୍ୟାରେଟ ସୁନାର ଦର କେତେ। 1 ଗ୍ରାମ ସୁନାର ଦର ରହୁଛି 24 କ୍ୟାରେଟ 16,200, 8 ଗ୍ରାମ ରହୁଛି 1,29,600, 10 ଗ୍ରାମ ରହୁଛି 1,62,000, 100 ଗ୍ରାମ ରହୁଛି 16,20,000 ଟଙ୍କା। ଭାବି ରଖନ୍ତୁ ଯେ ସୁନା ଆପଣମାନେ ଏଇ ସମୟରେ କିଣିବେ ନା ଆଗକୁ କିଣିବେ। ଆପଣମାନେ ସୁନା ଦର ତ ଜାଣିଲେ। ଯଦି ଏଇ ସମୟରେ ଆପଣମାନେ କିଣିବେ ହୁଏତ ଆପଣ ଲସ୍ ହୋଇପାରେ। ଯଦି ଆଗକୁ କିଣିବେ ହୁଏତ ଆପଣଙ୍କର ପ୍ରଫିଟ୍ ହୋଇପାରେ। ତେବେ ଏଇଟା ଡିସିସନ ଆପଣଙ୍କ ଉପରେ। ଆପଣ କେଉଁ ସମୟରେ କିଣିବେ। ଆମେ ଜଷ୍ଟ ଆପଣଙ୍କୁ ଆଡଭାଇସ୍ ଦେଲୁ। ସୁନା ଦର ଦେଖିଲୁ ଜାଣିଲୁ। ସୁନା ଦର ଆପଣ ଦେଖିକି ଆପଣ ସ୍ଥିର କରିବେ ଯେ ବାହାଘର ସିଜନରେ ଆପଣମାନେ କଣ କରିବେ, ଇନଭେଷ୍ଟମେଣ୍ଟ ପାଇଁ କଣ କରିବେ, ସବୁ ଡିଟେଲ୍ସ ଆପଣମାନେ ନିଜେ ଡିସିସନ ନେବେ। ତେବେ ଆସନ୍ତା ସପ୍ତାହରେ ଆଉଥରେ ସୁନା ଦର ବଡ଼ ହ୍ରାସ ବା ବଡ଼ ଉପରକୁ ଦେଖିବାକୁ ମିଳିବ। କ୍ରମାଗତ ଭାବେ ତିକ୍ତତା ଲାଗି ରହିଛି, ଯାହା ସିଧାସଳଖ ସୁନା ରୂପା ଦରରେ ଦେଖିବାକୁ ମିଳୁଛି। ସବୁଠି ଚର୍ଚ୍ଚା କେବଳ ହଉଛି ସୁନା ଦର ଯେତେ ଜୋରରେ ମାଡ଼ି ଚାଲିଛି, ରୂପା ମଧ୍ୟ ତା ପଛକୁ ପଛ ମାଡ଼ି ଚାଲିଛି। ତେଣୁ ଆପଣମାନେ ଅପେକ୍ଷା କରନ୍ତୁ ଯଦି ଆପଣମାନେ ଆଗକୁ କିଣିବା ପାଇଁ ଚାହୁଁଛନ୍ତି। ଆଉ ଯଦି ଏଇଭଳିଆ ଡିଟେଲ୍ସ ନ୍ୟୁଜ୍ ଦେଖିବା ପାଇଁ ଚାହୁଁଛନ୍ତି, ସୁନା ରୂପାର ଦର ଲାଇଭ୍ ଚାର୍ଟ ଦେଖିବା ପାଇଁ ଚାହୁଁଛନ୍ତି, ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ କରିଦେବେ। ଆଉ ସବୁବେଳେ ସକାଳେ ସନ୍ଧ୍ୟାବେଳେ ମୁଖ୍ୟ ଖବର, ଦେଶ ବିଦେଶର ରାଜ୍ୟ ଖବର ଦେଖିବା ପାଇଁ ହେଲେ ମଧ୍ୟ ସବସ୍କ୍ରାଇବ କରିଦେବେ। ଜୟ ଜଗନ୍ନାଥ।